ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଯଦି ଆପଣମାନେ ଆଜି ସିଏମ୍ କିଷାନ ଯୋଜନାର ଟଙ୍କା ପାଇନାହାନ୍ତି ତାହେଲେ ଏହି ଭିଡ଼ିଓକୁ ଜମାରୁ ସ୍କିପ୍ କରନ୍ତୁ ନାହିଁ। କାରଣ ଏଥର ସିଏମ୍ କିଷାନ ଯୋଜନାରେ ଯେଉଁ 41 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଲା ପୂର୍ବ ଥର ଅପେକ୍ଷା ଏଥର ସିଏମ୍ କିଷାନରେ ପାଖାପାଖି 10 ଲକ୍ଷ ହିତାଧିକାରୀଙ୍କୁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିନାହିଁ। ତା ଭିତରୁ ବହୁତ ଜଣ ହିତାଧିକାରୀ ରହିଛନ୍ତି ଯେଉଁମାନେ ପୂର୍ବରୁ ସମସ୍ତ ଡିଟେଲ୍ସ ଠିକ୍ ଥିଲା ଏବଂ ସମସ୍ତ କିସ୍ତିର ଟଙ୍କା ପାଇଥିଲେ କିନ୍ତୁ ଏଥର ଯାହାକି କେବଳ ଗୋଟିଏ ଭୁଲ ପାଇଁ ଟଙ୍କା ପାଇନାହାନ୍ତି। ଏହା ସହିତ ଭୂମିହୀନ ପରିବାରର ଯେଉଁ ଚାଷୀ ଭାଇ ଭଉଣୀମାନେ ଥିଲେ ସେମାନଙ୍କୁ 5,000 ଟଙ୍କା ଯାହାକି ଆଜି ମିଳିଛି ତାର ମଧ୍ୟ ଲାଇଭ୍ ମୁଁ ପ୍ରୁଫ୍ ଦେଖେଇବି। ତା ସହିତ ଯେକୌଣସି ବ୍ୟାଙ୍କରେ ଆପଣମାନଙ୍କର ଆକାଉଣ୍ଟ ଥାଉ ସବୁ ବ୍ୟାଙ୍କର ଆକାଉଣ୍ଟରେ ବର୍ତ୍ତମାନ ଯାହାକି ଟଙ୍କା କ୍ରେଡିଟ୍ ହେଇସାରିଲା ଏବଂ ଆପଣମାନେ ଯଦି SBI, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, IPBB ଯେକୌଣସି ବ୍ୟାଙ୍କର ହିତାଧିକାରୀ ଅଟନ୍ତି ତାହେଲେ କେମିତି ଆପଣମାନେ ସିଏମ୍ କିଷାନ ଯୋଜନାର ଟଙ୍କା ଚେକ୍ କରିବେ ସେ ବିଷୟରେ ମଧ୍ୟ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ତେଣୁ ଭିଡ଼ିଓଟି ନିହାତି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିବ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଯାହାଦ୍ୱାରା କି ବହୁତ ସାରା ଇମ୍ପୋର୍ଟାଣ୍ଟ ଅପଡେଟ୍ ଆଗକୁ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ସର୍ବପ୍ରଥମେ ଦେଖନ୍ତୁ ଏଥର ଯେଉଁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିଲା ସେଥିରେ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବ ଥର ଯେଉଁ ନୂଆଖାଇ ଅବସରରେ 51 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା ଏଥର ତା ପରିବର୍ତ୍ତେ 41 ଲକ୍ଷ ହିତାଧିକାରୀ ଅର୍ଥାତ୍ ପାଖାପାଖି 10 ଲକ୍ଷ ହିତାଧିକାରୀ ଏଥର ସିଏମ୍ କିଷାନ ଯୋଜନାର ସହାୟତା ରାଶି ପାଇଲେ ନାହିଁ। ତାର ମୁଖ୍ୟ କାରଣ ବହୁତ ସାରା ରହିଛି। ପ୍ରଥମେ ଯଦି ଆମେ ଦେଖିବା କ୍ଷୁଦ୍ର ନାମମାତ୍ର ଚାଷୀ ଯେଉଁମାନେ କି ସିଏମ୍ କିଷାନରେ ଆବେଦନ କରୁଥିଲେ ଫେବୃଆରୀ 28 ପୂର୍ବରୁ ତାଙ୍କ ପାଇଁ ଗୋଟେ ସୁଯୋଗ ଥିଲା ଯେତେବେଳେ ଆପଣମାନେ ଷ୍ଟାଟସ୍ ଚେକ୍ କଲା ପରେ ଷ୍ଟାଟସ୍ରେ ଆପଣମାନଙ୍କର ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ବୋଲି ଗୋଟେ ଅପସନ୍ ଶୋ କରୁଥିଲା ଏବଂ ସେହି ଅପସନ୍ରେ ଯଦି ଆପଣମାନଙ୍କର ରି-ରେଜିଷ୍ଟ୍ରେସନ କରିବା ପାଇଁ ଅପସନ୍ ଶୋ କରୁଥିଲା ଏବଂ ଆପଣମାନେ ସେ ସମୟରେ ରି-ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ ଆପଣମାନଙ୍କୁ ଏଥର ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିନାହିଁ। ମନେ ରଖନ୍ତୁ ସେହି ହିତାଧିକାରୀମାନେ ଯେଉଁମାନେ ଷ୍ଟାଟସ୍ ଚେକ୍ କଲା ପରେ ଏମିତି ଅପସନ୍ ଶୋ କରିଥିଲା ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ଯେଉଁଠିକି ରି-ରେଜିଷ୍ଟ୍ରେସନ କରିନାହାନ୍ତି ତାଙ୍କର ସବୁ ଏଲିଜିବଲ୍ ଥାଇ ମଧ୍ୟ ସବୁ ଡିଟେଲ୍ସ ଠିକ୍ ଥାଇ ମଧ୍ୟ ଏଥର ସେହି ହିତାଧିକାରୀଙ୍କୁ ଟଙ୍କା ମିଳିଲା ନାହିଁ। ଏଇଭଳି ବହୁତ ଜଣ ହିତାଧିକାରୀ ବର୍ତ୍ତମାନ ଯାଇକି ମୋତେ ମେସେଜ କରୁଛନ୍ତି ଏବଂ ସବୁକିଛି ସେୟାର କରୁଛନ୍ତି ଯେ ଆମର ସବୁକିଛି ଠିକ୍ ଅଛି କିନ୍ତୁ କ'ଣ ପାଇଁ ମିଳିଲାନି। ତାର ମୁଖ୍ୟ ରିଜିନ୍ ଏଇଠି ହିଁ ରହିଛି। ତ ଏହି କାରଣରୁ ଆପଣମାନଙ୍କର ବହୁତ ଜଣ ହିତାଧିକାରୀ ଯେଉଁ 10 ଲକ୍ଷ ହିତାଧିକାରୀ କାଟିଲେ ତାଙ୍କର ମଧ୍ୟରୁ ବହୁତ ଜଣଙ୍କର ଏହି କାରଣ ପାଇଁ କାଟିଲା କିନ୍ତୁ ଏଠି ଭୁଲଟା ସେମାନଙ୍କର ନୁହଁ ଯେହେତୁ ଏ ବିଷୟରେ VLW ଯେଉଁମାନେ ଆପଣମାନଙ୍କ ଏରିଆରେ ରହିଛନ୍ତି ତାଙ୍କର କାମ ଥିଲା ସମସ୍ତ ହିତାଧିକାରୀଙ୍କୁ ଏ ବିଷୟରେ ଅପଡେଟ୍ ଦେବା ପାଇଁ। କାରଣ ସାଧାରଣ ଯେଉଁ ଜଣେ ଚାଷୀ ଯିଏକି ଏ ବିଷୟରେ ଜାଣିନାହିଁ ବା ଯିଏକି ମୋବାଇଲ ୟୁଜ୍ କରୁନାହିଁ କି ଏଇ ଲେକ୍ ଅଫ୍ ନଲେଜ ତାଙ୍କ ପାଖରେ ଅଛି ସେମାନଙ୍କର ଏହି ପ୍ରୋବ୍ଲେମ ପାଇଁ ଟଙ୍କା ଆସିଲା ନାହିଁ। ଏବେ ଆସନ୍ତୁ ଆପଣମାନଙ୍କର ଯେଉଁମାନଙ୍କର ଟଙ୍କା ଆସିବାର ଥିଲା ବା ସବୁ କିଛି ଠିକ୍ ଅଛି ସେମାନଙ୍କ ପାଇଁ ଅପଡେଟ୍ ରହିଛି ସେମାନେ କେମିତି ବ୍ୟାଙ୍କର ଡିଟେଲ୍ସ ଚେକ୍ କରିବେ। ତା ସହିତ ନୂଆ ହିତାଧିକାରୀମାନଙ୍କର ମଧ୍ୟ କମେଣ୍ଟ ଆସୁଛି ଯେ ନୂଆ ଆପ୍ଲାଏ ହେଇଥିଲା ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ବି ଟଙ୍କା ଆସିନାହିଁ। ତାର କାରଣ ଯାହାକି କଲେକ୍ଟର ଲେବୁଲ ଭେରିଫିକେସନ ହେଇଥିଲେ ଟଙ୍କା ଆସିଥାଏ କିନ୍ତୁ ଏଥର ହୁଏତ ଆଜି ନ ଆସିଲେ କାଲି ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରନ୍ତୁ ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି ତାଙ୍କର ଯେହେତୁ ଡିବିଟି ଫାଷ୍ଟ ଟାଇମ୍ ପାଇଁ ଆସିବ ହୁଏତ ତାଙ୍କର ବିଳମ୍ବ ହୋଇପାରେ ତେଣୁ ନୂଆ ହିତାଧିକାରୀ ଯେଉଁମାନେ ବି ଟଙ୍କା ପାଇନାହାନ୍ତି ସେମାନେ ଓରିଡି ହୁଅନ୍ତୁ ନାହିଁ ସେମାନଙ୍କୁ ଆସନ୍ତା କାଲି ସୁଦ୍ଧା ସମୟ ଅଛି ଆସନ୍ତା କାଲି ଆପଣମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଇପାରେ। ଏବେ ଦେଖନ୍ତୁ ଯେଉଁମାନଙ୍କର ସବୁ କିଛି ଡିଟେଲ୍ସ ଠିକ୍ ଅଛି ଏବଂ କହୁଛନ୍ତି ଆମର SBIରେ ଟଙ୍କା ଆସିନାହିଁ IPBରେ ଟଙ୍କା ଆସିନାହିଁ ତାର ଡିଟେଲ୍ସ ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି। ସର୍ବପ୍ରଥମେ ଏଠି ଆପଣମାନେ ସ୍କ୍ରିନଶଟ୍ ସବୁ ଦେଖି ଦିଅନ୍ତୁ। ଏଟା ଆମର ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଯୋଉଟାକି ଫାଷ୍ଟ 12ଟା 15ରେ ଆସିଥିଲା। ତାପରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଦେଖିପାରୁଥିବେ 2ଟା ସମୟରେ ଆସିଛି। ତାପରେ ଆପଣମାନଙ୍କର SBIରେ ମଧ୍ୟ ଟଙ୍କା କ୍ରେଡିଟ୍ ହେଇସାରିଛି ଡେଟ୍ ମଧ୍ୟ ଦେଖନ୍ତୁ। ଆପଣମାନଙ୍କର ଯଦି SBIରେ ଖାତା ଅଛି ତାହେଲେ ବର୍ତ୍ତମାନ ଆପଣମାନଙ୍କର ମଧ୍ୟ ଟଙ୍କା ଆସି ସାରିଲାଣି। ଏହା ସହିତ ଦେଖନ୍ତୁ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, IPBB, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତା ସହିତ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସେମାନଙ୍କର ମଧ୍ୟ ଟଙ୍କା ଆସିଛି। ଏବଂ ଆଉ ଗୋଟିଏ ଦେଖନ୍ତୁ 5,000 ଟଙ୍କା ଯୋଉଟାକି ଲେଣ୍ଡଲେସ୍ ହିତାଧିକାରୀଙ୍କର ଟଙ୍କା ଆସିଛି ଆପଣମାନଙ୍କ ସାମ୍ନାରେ ସ୍କ୍ରିନଶଟ୍ ମଧ୍ୟ ମୁଁ ଲଗେଇ ଦେଇଛି ଯୋଉଟାକି ବ୍ୟାଙ୍କ ଅଫ୍ ବରୋଦା। ତେଣୁ ବ୍ୟାଙ୍କ ଅଫ୍ ବରୋଦାଠୁ ଆରମ୍ଭ କରି କାନାରା ବ୍ୟାଙ୍କ ଆପଣମାନଙ୍କର ୟୁନିୟନ ବ୍ୟାଙ୍କ ସବୁ ବ୍ୟାଙ୍କରେ ଟଙ୍କା ବର୍ତ୍ତମାନ କ୍ରେଡିଟ୍ ହେଇସାରିଛି। ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ ଏବଂ ଭାବୁଛନ୍ତି ଆପଣମାନଙ୍କର ମେସେଜ ଆସିନାହିଁ ବା ଟଙ୍କା ଆସିନାହିଁ ତାହେଲେ ଟଙ୍କା ଆପଣମାନେ ଚେକ୍ କରିବା ପାଇଁ ଆପଣଙ୍କ ବ୍ୟାଙ୍କର ମିସ୍ କଲ୍ ବ୍ୟାଙ୍କିଙ୍ଗର ସୁବିଧା ନେଇପାରିବେ ଯେଉଁଥିରେ ଆପଣମାନଙ୍କର ବ୍ୟାଙ୍କ ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ସେହି ମୋବାଇଲ ନମ୍ବରରେ ଆପଣମାନଙ୍କର ମିସ୍ କଲ୍ ଦେଲେ ବର୍ତ୍ତମାନ ଆପଣମାନେ ମିସ୍ କଲ୍
ବ୍ୟାଙ୍କିଂ ମାଧ୍ୟମରେ ନିଜର ଯୋଉଟାକି ମିନି ଷ୍ଟେଟମେଣ୍ଟ ମଧ୍ୟ ଚେକ୍ କରିପାରିବେ। ଏବଂ ଯେଉଁମାନେ ୟୁପିଆଇ ୟୁଜ୍ କରୁଛନ୍ତି ମନେ ରଖନ୍ତୁ, ଯେଉଁମାନେ ୟୁପିଆଇ ଆପ୍ ୟୁଜ୍ କରୁଛନ୍ତି ସେମାନେ ନିଜର ଫୋନ୍‌ପେ ବା ଗୁଗୁଲ୍ ପେ ବା ପେଟିଏମ୍‌ରେ ନିଜର ବାଲାନ୍ସ ମଧ୍ୟ ଚେକ୍ କରିପାରିବେ। ଏବେ ଆସନ୍ତୁ ଆପଣମାନଙ୍କର ଯଦି କୌଣସି ୟୁପିଆଇ ଆପ୍ ନାହିଁ ତାହେଲେ ନିଜ ମୋବାଇଲରେ କେମିତି ମିସ୍ କଲ୍ ବ୍ୟାଙ୍କିଂରେ ନିଜ ବ୍ୟାଙ୍କର ଡିଟେଲ୍ସ ଚେକ୍ କରିପାରିବେ। ତ ମେନଲି ଆପଣମାନଙ୍କର ଆଇପିବିକୁ ନେଇ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଆମର ବାଲାନ୍ସ ଆସିଛି କି ନାହିଁ କେମିତି ଚେକ୍ କରିବୁ। ଦେଖନ୍ତୁ ତା ପାଇଁ ଆପଣମାନଙ୍କ ସାମ୍ନାରେ ମିସ୍ କଲ୍ ବ୍ୟାଙ୍କିଂ ପାଇଁ ଯୋଉଟାକି ବାଲାନ୍ସ ଇନକ୍ୱାରି ଏବଂ ମିସ୍ କଲ୍ ବ୍ୟାଙ୍କିଂର ସୁବିଧା ଅଛି। ଆପଣମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରୁ ଏଇ ଯେଉଁ ଦୁଇଟି ନମ୍ବର ଅଛି ଦେଖନ୍ତୁ 9910285326 ଏହି ନମ୍ବରରେ କିମ୍ବା 7799022708 ଏହି ନମ୍ବରରେ ଆପଣମାନେ ମିସ୍ କଲ୍ ବ୍ୟାଙ୍କିଂ ଦେଇ ନିଜର ମିନି ଷ୍ଟେଟମେଣ୍ଟ ଚେକ୍ କରିପାରିବେ। ଏଟା ଗଲା ଆଇପିବିରେ। ୟା ସହିତ ଅନ୍ୟାନ୍ୟ ବ୍ୟାଙ୍କ ଯେମିତିକି ଯଦି ଆପଣମାନଙ୍କ ପାଖରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରହିଛି ତାହେଲେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆପଣମାନଙ୍କର ଏସ୍ଏମ୍ଏସ୍ ବ୍ୟାଙ୍କିଂ ଯୋଉଟାକି ଦେଖନ୍ତୁ ଟୋଲ୍ ଫ୍ରି ନମ୍ବର ଆପଣମାନେ କରିପାରିବେ। ତ ଆପଣମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରୁ 180018022223 ନମ୍ବରରେ ଆପଣମାନେ କଲ୍ କରି ଯାହାକି ଡିଟେଲ୍ସ ଚେକ୍ କରିପାରିବେ। ସେହିଭଳି ବ୍ୟାଙ୍କ ଅଫ୍ ବରୋଦାରେ ମଧ୍ୟ ଆପଣମାନେ ଦେଖନ୍ତୁ ନିଜର ମୋବାଇଲ ନମ୍ବରରେ ମିସ୍ କଲ୍ ବ୍ୟାଙ୍କିଂରେ ଯୋଉଟାକି କରିପାରିବେ, ନହେଲେ ହ୍ୱାଟ୍ସଆପ୍ ବ୍ୟାଙ୍କିଂରେ ମଧ୍ୟ ସୁବିଧା ଅଛି। ତେଣୁ ଯେଉଁମାନଙ୍କର ଟଙ୍କା ଆସିନାହିଁ ସେମାନେ ଏହି ପ୍ରୋସେସରେ ଯାଇକି ଚେକ୍ କରନ୍ତୁ। ମେସେଜ ବହୁତ ଜଣଙ୍କର ଆସିନାହିଁ କିନ୍ତୁ ଆଇପିବିବି ଭଳି ବ୍ୟାଙ୍କ ଯଦି ଆପଣମାନଙ୍କର ଅଛି ସେଥିରେ ସାଧାରଣତଃ ଏସ୍ଏମ୍ଏସ୍ ଆସିନଥାଏ। ତେଣୁ ଏସ୍ଏମ୍ଏସ୍ ପାଇଁ ଆପଣମାନେ ଏହି ହ୍ୱାଟ୍ସଆପ୍ ବ୍ୟାଙ୍କିଂ ବା ମିସ୍ କଲ୍ ବ୍ୟାଙ୍କିଂର ସୁବିଧା ନେଇପାରିବେ। ଏବେ ଦେଖନ୍ତୁ ୟୁନିୟନ ବ୍ୟାଙ୍କର ଏସ୍ଏମ୍ଏସ୍ ବ୍ୟାଙ୍କିଂରେ ମଧ୍ୟ ଆପଣମାନଙ୍କ ପାଇଁ ସ୍କ୍ରିନ୍‌ରେ ଦେଖିପାରୁଥିବେ। ଏହାର ସ୍କ୍ରିନଶଟ୍ ମଧ୍ୟ ଆପଣମାନେ ନେଇପାରିବେ। ନହେଲେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଆପଣମାନେ ଡେସ୍କ୍ରିପସନରେ ପାଇଯିବେ। ସେଠି ଆପଣମାନେ କ୍ଲିକ୍ କରି ନିଜ ବ୍ୟାଙ୍କର ଡିଟେଲ୍ସ ଚେକ୍ କରିପାରିବେ। ତାପରେ ଦେଖନ୍ତୁ ତଳକୁ ଆପଣମାନେ ସ୍କ୍ରଲ୍ କରିଲେ ଆପଣମାନଙ୍କୁ ଏଠି ଇକୋ ବ୍ୟାଙ୍କରେ ମଧ୍ୟ ମିଳିଯିବ। ବହୁତ ଜଣଙ୍କର କମେଣ୍ଟ ମଧ୍ୟ ଇକୋ ବ୍ୟାଙ୍କକୁ ନେଇ ଅଛି ଯେ ଇକୋ ବ୍ୟାଙ୍କରେ ଆପଣମାନେ କେମିତି ମିନି ଷ୍ଟେଟମେଣ୍ଟ ବାହାର କରିପାରିବେ, ହ୍ୱାଟ୍ସଆପ୍ ବ୍ୟାଙ୍କିଂର ଲାଭ ନେଇପାରିବେ। ଏହି ପ୍ରୋସେସରେ ଆପଣମାନେ ଚେକ୍ କରନ୍ତୁ। ଆଜି ରାତି 9ଟା ସୁଦ୍ଧା ଆପଣମାନଙ୍କର ମଧ୍ୟ ଟଙ୍କା କ୍ରେଡିଟ୍ ହେବ। କାଲି ନୂଆ ହିତାଧିକାରୀମାନଙ୍କ ଟଙ୍କା କ୍ରେଡିଟ୍ ହେଇପାରେ। ଯେହେତୁ ଏଥର 10 ଲକ୍ଷ ହିତାଧିକାରୀଙ୍କ ନାଁ କଟିଛି ତ କୋଉ ଆଧାରରେ ସେମାନଙ୍କର କଟିଛି ସେ ବିଷୟରେ ଯାହା ବି ଅପଡେଟ୍ ଆସିବ ମୁଁ ଆପଣମାନଙ୍କୁ ନିହାତି ଜଣେଇବି। ତେଣୁ ଆପଣମାନଙ୍କୁ କେବଳ ରିକ୍ୱେଷ୍ଟ ଯଦି ଆପଣମାନେ ଏଇଭଳି ନୂଆ ନୂଆ ଅପଡେଟ୍ ଏବଂ ଡିଟେଲ୍ସ ଇନଫର୍ମେସନ୍ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। କାରଣ ସାଧାରଣ ଗୋଟେ ସବସ୍କ୍ରାଇବ୍ ମୋବାଇଲ ଆପଣମାନେ ଦେଖୁଛନ୍ତି ଭିଡ଼ିଓ ସବସ୍କ୍ରାଇବ୍ କଲେ ଯେଉଁ ଛୋଟ ଛୋଟ ପ୍ରୋବ୍ଲେମ୍ ଆପଣମାନେ ଆଜି ଫେସ୍ କରୁଛନ୍ତି ଯୋଉଟାକି ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ସେଇଟା ଫାଷ୍ଟ ଟାଇମ୍ ମୁଁ ହିଁ ପ୍ରଥମ ଥର ଚ୍ୟାନେଲରେ ଆପଣମାନଙ୍କୁ ଅପଲୋଡ୍ କରିଥିଲି। ଯେଉଁମାନେ ବି ଆମ ଟେଲିଗ୍ରାମ ଚ୍ୟାନେଲରେ ରହିଛନ୍ତି ଯାହା ବି କିଛି ପ୍ରୋବ୍ଲେମ୍ ଅଛି ଆପଣମାନେ ପର୍ସନାଲ ମୋତେ ସେଠି ମେସେଜ କରିପାରିବେ। ମୁଁ ସମୟ ପାଇଲେ ଆପଣମାନଙ୍କୁ ନିହାତି ରିପ୍ଲାଏ ଦେବି। ତେଣୁ କମେଣ୍ଟରେ କମେଣ୍ଟ କରିବେ କୋଉ କୋଉ ଡିଷ୍ଟ୍ରିକ୍ଟରୁ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ଏବଂ ଆପଣମାନଙ୍କର କେତେ ଟଙ୍କା ସିଏମ୍ କିଷାନରେ ଆଜି ମିଳିଛି ତାହା ମଧ୍ୟ ଜଣେଇବେ। ତା ସହିତ ଏହି ଭିଡ଼ିଓକୁ ଆପଣମାନଙ୍କର ସାଙ୍ଗସାଥୀ ବା ଗ୍ରୁପରେ ଯଦି ରହିଛନ୍ତି ତାଙ୍କ ସହିତ ସେୟାର କରନ୍ତୁ। ଯେଉଁମାନଙ୍କର ଟଙ୍କା ଆସିନାହିଁ ଏହି ପ୍ରୋସେସରେ ଆପଣମାନେ ନିଜର ଟଙ୍କା ଚେକ୍ କରିପାରିବେ। ଧନ୍ୟବାଦ।